ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ନାଚ ଗୀତରେ ଝୁମିଲା ଜଗତସିଂହପୁର ଜିଲ୍ଲା। ଏହି ଜିଲ୍ଲା ସ୍ତରୀୟ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସର ମଧ୍ୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୁଆରୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ଏଡସମା ବାଲିକୁଦା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁନନ୍ଦନ ଦାସ, ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ କଲେଜଗୁଡ଼ିକରେ କରାଯାଇ ଏହି କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଥରାଶି ଓ ପୁରସ୍କାର ବିତରଣ କରାଯାଇ ସେମାନଙ୍କୁ ଅତିଥି ଆହୁରି ଜୀବନରେ ସଫଳତା ହାସଲ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ। ଅନ୍ୟପଟେ ଜିଲ୍ଲାର ସମସ୍ତ କଲେଜର ପ୍ରାୟ 10,000 ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦେଖାଯାଇଛି। ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ପ୍ରୟାସ କରିଥିଲେ ପଢୁଥିବା ପିଲାମାନଙ୍କର ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ, ଯାହାକି ଆଜି ଜଗତସିଂହପୁର ଜିଲ୍ଲାରେ ଆଜି ଉଦ୍ଯାପନୀ ଉତ୍ସବ ପିଲାମାନେ ବହୁ ସଂଖ୍ୟାରେ ପ୍ରତ୍ୟେକ କଲେଜରୁ ସେଥିରେ ଜଏନ୍ କରିଥିଲେ। ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମାନସ ସନ୍ତାନ ଏଭଳି ଏକ ଯୋଜନା ଯେ ଉତ୍ତର ପିଢ଼ି ଯେଉଁମାନଙ୍କ ଉପରେ ଏ ରାଜ୍ୟର ଭବିଷ୍ୟତ ନିର୍ଭର କରୁଛି ସେଇମାନଙ୍କୁ ସୁସଂଗଠିତ କରି ସୁନିୟନ୍ତ୍ରିତ ଭାବରେ ତିଆରି କରିବା ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପନା। ସର୍ବପ୍ରଥମେ ଜଗତସିଂହପୁର ନୂଆ ଓ କାର୍ଯ୍ୟକ୍ରମ ଯୁବ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ ସେ ଅବସର ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇବେ। ଜଗତସିଂହପୁର ଜିଲ୍ଲାର କୋଣ ଅନୁକୋଣରୁ ଯୁବ ଛାତ୍ର ପିଲାମାନେ ଯେଉଁମାନେ ଆସିଛନ୍ତି କଲେଜରୁ ଆସୁଛନ୍ତି ତାଙ୍କର ବିଶେଷ ଭାବରେ ଯେଉଁ ନୂଆ ଓ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ନୂଆ ଓଡ଼ିଶାର ଯେଉଁ ପରିକଳ୍ପନା, ଗୋଟେ ନୂଆ ଓଡ଼ିଶା ବିକଶିତ ଓଡ଼ିଶାର ପରିକଳ୍ପନା ତାକୁ ସାକାର କରିବା ପାଇଁ ଏବଂ ପିଲାମାନଙ୍କ ଭିତରେ ଯେଉଁ ଅନ୍ତର୍ନିହିତ ଗୁଣ ଅଛି, ଯେଉଁ ପ୍ରତିଭା ଅଛି, ସ୍ପୋର୍ଟସ୍ ହଉ କଲଚର ହଉ ତା ଭିତରେ ଯେଉଁ ଅଛି ତାକୁ ବିକଶିତ ଏବଂ ଆଣିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ଯେଉଁ ସ୍ୱପ୍ନ ଦେଖିଛନ୍ତି ଗାଁ ଗହଳିରେ ଲୁଚି ରହିଥିବା ପ୍ରତିଭା ପିଲାମାନଙ୍କ ଭିତରେ କ୍ରୀଡ଼ା ଠାରୁ ଆରମ୍ଭ କରି କଳା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ପ୍ରତିଭାର ଚୟନ କରିବା ପାଇଁ ପ୍ରତ୍ୟେକ ମହାବିଦ୍ୟାଳୟ ସ୍ତରରେ ଯେଉଁ ପ୍ରତିଯୋଗିତା ହେଇଥିଲା ତାର ଆଜି ଜିଲ୍ଲା ସ୍ତରୀୟ ଉଦ୍ଯାପନୀ ଏବଂ ଏଥିରେ ବହୁ ଉତ୍ସାହର ସହିତ ବହୁ ଉଦ୍ଦୀପନାର ସହିତ ଶହ ଶହ ହଜାର ହଜାର ସଂଖ୍ୟାରେ ପ୍ରାୟ 10,000ରୁ ଅଧିକା ପିଲା ଏଠି ରୁଣ୍ଡ ହୋଇଛନ୍ତି। आज आम जगतसिंहपुर जिलार नुआ ओडिशा फेस्ट जो अच्छी से शुभारंभ करूँ। एमर 67 कॉलेजेस रू विभिन्न छात्र छात्री मैंने आसी माननीय मुख्यमंत्री दृष्टि को रखिके जो 5T कंपोनेंट्स अच्छी आज आम समारोह आम आयोजन करूँ। आमर विभिन्न कार्यक्रम ये आयोजित होती। जगतसिंहपुर आलोक कुमार को रिपोर्ट ए1 ओडिशा।